ଶ୍ରେଣୀ ଅଷ୍ଟମ, ବିଷୟ ସାଧାରଣ ବିଜ୍ଞାନ, ପାଠ ସପ୍ତମ, ଧାତୁ ଅଧାତୁ। ପିଲାମାନେ, ଆମେ ଆମର ଦୈନନ୍ଦିନ ଜୀବନରେ ବିଭିନ୍ନ ଧାତୁରେ ତିଆରି ବସ୍ତୁଗୁଡ଼ିକର ବ୍ୟବହାର କରୁ। ଆମେ ଧାତୁର ବାସନରେ ରୋଷେଇ କରୁ। ଏମିତି ବି ଆମେ ଭଲ ଦେଖାଯିବା ପାଇଁ ସୁନା, ରୂପା ଭଳି ଧାତୁଗୁଡ଼ିକର ଅଳଙ୍କାର ବ୍ୟବହାର କରୁ। ଆମର ଗାଡ଼ି, ଫର୍ଣ୍ଣିଚର, ତାଲା ଏବଂ କବାଟର କବ୍ଜା ଓ କୁଣ୍ଡି ମଧ୍ୟ ଧାତୁ ଦ୍ୱାରା ନିର୍ମିତ ହୋଇଥାଏ। ଧାତୁ ଏବଂ ଅଧାତୁ ଶବ୍ଦଗୁଡ଼ିକ ମୌଳିକ ଉପାଦାନଗୁଡ଼ିକ ସହିତ ସମ୍ପୂର୍ଣ୍ଣ ଭାବରେ ଜଡ଼ିତ। ତୁମେ ମୂଳରୁ ପଢ଼ିଛ ଯେ ମୌଳିକ ଉପାଦାନଗୁଡ଼ିକୁ 3 ପ୍ରକାରରେ ବର୍ଗୀକୃତ କରାଯାଇଅଛି। ତେବେ କୁହ, ମୌଳିକ ଉପାଦାନଗୁଡ଼ିକୁ କେଉଁ 3 ପ୍ରକାରରେ ବର୍ଗୀକୃତ କରାଯାଇଅଛି? ସାର୍, ଧାତୁ, ଅଧାତୁ ଓ ଉପଧାତୁ। ପୁରାପୁରି ଠିକ୍। ମୌଳିକ ଉପାଦାନଗୁଡ଼ିକୁ 3 ପ୍ରକାରରେ ବର୍ଗୀକୃତ କରାଯାଇଅଛି: ଧାତୁ, ଅଧାତୁ ଓ ଉପଧାତୁ। ଏବେ ତୁମେ ମୋତେ କୁହ ଯେ ଆମେ ଦୈନନ୍ଦିନ ଜୀବନରେ କେଉଁ ଧାତୁ ଏବଂ ଅଧାତୁ ବ୍ୟବହାର କରୁ? ସାର୍, ଆଲୁମିନିୟମ, ତମ୍ବା, ଲୁହା, ଷ୍ଟେନଲେସ୍ ଷ୍ଟିଲ୍ ପରି ଧାତୁ ଏବଂ କ୍ଲୋରିନ୍, ଅମ୍ଳଜାନ, ଆୟୋଡିନ୍ ପରି ଅଧାତୁ ବ୍ୟବହାର କରୁ। ପୁରାପୁରି ଠିକ୍। ଦୁନିଆର ସମସ୍ତ ବସ୍ତୁ ବା ପଦାର୍ଥ ମୌଳିକ, ଯୌଗିକ ଏବଂ ସେଗୁଡ଼ିକର ମିଶ୍ରଣରେ ତିଆରି ହୋଇଛି। ତେଣୁ ବର୍ତ୍ତମାନ ଆମେ ଧାତୁ, ଅଧାତୁ ଏବଂ ଉପଧାତୁ ବିଷୟରେ ଅଧିକ ଅଧ୍ୟୟନ କରିବାକୁ ଯାଉଛୁ। ସର୍ବପ୍ରଥମେ ଆସ ଧାତୁ ବିଷୟରେ ଜାଣିବା। ଧାତୁ ତାପ ଏବଂ ବିଦ୍ୟୁତର ସୁପରିବାହୀ ଅଟେ ଏବଂ ଏହାର ଚକଚକିଆ ପୃଷ୍ଠ ଆଲୋକକୁ ପ୍ରତିଫଳିତ କରେ। ଧାତୁଗୁଡ଼ିକ ନମନୀୟ ହୋଇଥାଏ, ଅର୍ଥାତ୍ ଧାତୁଗୁଡ଼ିକୁ ଟାଣି କରି ତାହାର ତାର ପ୍ରସ୍ତୁତ କରାଯାଇପାରେ। ଧାତୁଗୁଡ଼ିକ ପଜିଟିଭ୍ ଆୟନ, ଧନାୟନ ଅଥବା କାଟାୟନ ଗଠନ ପାଇଁ ନିଜର ଭ୍ୟାଲେନ୍ସ ବା ସଂଯୋଜକ ଇଲେକ୍ଟ୍ରନକୁ ହରାଇଥାନ୍ତି। ସୁନା, ରୂପା, ଲୁହା, ତମ୍ବା, ଆଲୁମିନିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ, ସୋଡ଼ିୟମ, ପ୍ଲାଟିନମ ଏସବୁ ହେଉଛି ଧାତୁ। ଆସ ଏବେ ଧାତୁମାନଙ୍କର ଗୁଣଧର୍ମ ଦେଖିବା। ଧାତୁଗୁଡ଼ିକର ଭୌତିକ ଗୁଣ ଭାଗ 1। ଧାତୁର ବିଭିନ୍ନ ଗୁଣ ହେଉଛି ଧାତବତା, ଉଜ୍ଜ୍ୱଳତା, କଠିନତା, ତନ୍ୟତା, ନମନୀୟତା, ତାପ ସଞ୍ଚରଣ, ବୈଦ୍ୟୁତିକ ପରିବାହିତା, ଘନତା, ଗଳନାଙ୍କ ଏବଂ ସ୍ଫୁଟନାଙ୍କ ଏବଂ ପ୍ରତିଧ୍ୱନିଶୀଳ। ତେଣୁ ସର୍ବପ୍ରଥମେ ଆମେ ଧାତୁର ସ୍ଥିତି ବିଷୟରେ ଜାଣିବା। 1. ଭୌତିକ ଅବସ୍ଥା। ଆମକୁ ଧାତୁଗୁଡ଼ିକ କେବଳ କଠିନ ଅବସ୍ଥାରେ ଦେଖାଯାଏ, କିନ୍ତୁ କେତେକ ଧାତୁର ଏହି ଅବସ୍ଥାର ବ୍ୟତିକ୍ରମ ଅଟନ୍ତି। ଗ୍ୟାଲିୟମ ଏବଂ ପାରଦ ଭଳି ଧାତୁଗୁଡ଼ିକ କୋଠରୀ ତାପମାତ୍ରାରେ ତରଳ ଅବସ୍ଥାରେ ରହିଥାନ୍ତି। ମୋତେ କୁହ, ଯେତେବେଳେ ତୁମେ ଡାକ୍ତରଖାନାକୁ ଯାଅ, ଡାକ୍ତର ତାପମାତ୍ରା ମାପିବା ପାଇଁ ଥର୍ମୋମିଟର ଏବଂ ରକ୍ତଚାପ ମାପିବା ପାଇଁ ଏକ ସ୍ଫିଗ୍ମୋମିଟର ବ୍ୟବହାର କରନ୍ତି। ଏଥିରେ କେଉଁ ଧାତୁ ଥାଏ? ସାର୍, ଏହି ଧାତୁ ପାରଦ ଅଟେ। ପୁରାପୁରି ଠିକ୍। ଥର୍ମୋମିଟର ଏବଂ ସ୍ଫିଗ୍ମୋମାନୋମିଟର ଟ୍ୟୁବରେ ଏକ ପାଉଁଶିଆ ରଙ୍ଗର ଚକମକିଆ ଧାତୁ ଥାଏ। ସେହି ପାରଦ Hg ଶରୀରର ତାପମାତ୍ରା ଏବଂ ରକ୍ତଚାପ କମିବା ଓ ବଢ଼ିବା ଯୋଗୁଁ ପ୍ରସାରିତ ହୁଏ। ଉଜ୍ଜ୍ୱଳ ଲାଷ୍ଟର। ତୁମେ କେବେ ଏକ ଧାତୁ ପାତ୍ରକୁ ଲେମ୍ବୁ କିମ୍ବା ପାଉଁଶରେ ଘଷା ଯାଉଥିବାର ଦେଖିଛ କି? ଘଷିବା ପରେ ପାତ୍ରଟି ଉଜ୍ଜ୍ୱଳ ହୁଏ ଏବଂ ପାତ୍ରରୁ ଆଲୋକର ପ୍ରତିଫଳନ ହେବା ଦେଖାଯାଏ। ସେଥିପାଇଁ ଧାତୁ ବାସନ ଗୁଡ଼ିକ ଚକଚକିଆ ଦେଖାଯାଏ, ଯେପରିକି ଷ୍ଟେନଲେସ୍ ଷ୍ଟିଲ୍ ବାସନ, ତମ୍ବା ବାସନ। କଠିନତା। ତୁମେ ନିଶ୍ଚିତ ଭାବରେ ଆଲୁମିନିୟମ ଷ୍ଟିଲ୍ ବାସନ ଦେଖିଥିବ। ଏହି ବାସନ ଗୁଡ଼ିକ ବହୁତ କଠିନ ହୋଇଥାଏ। ସାଧାରଣତଃ ଧାତୁଗୁଡ଼ିକ ନରମ ହୋଇନଥାଏ, ଧାତୁ କଠିନ ହୋଇଥାଏ। ଏହାର ବ୍ୟତିକ୍ରମ ସୋଡ଼ିୟମ ଓ ପଟାସିୟମ ଭଳି ଧାତୁମାନ, ଯେଉଁଗୁଡ଼ିକ ନରମ ହୋଇଥାଏ ଏବଂ ଛୁରୀ ସାହାଯ୍ୟରେ ସହଜରେ କାଟି ହୋଇଯାଏ। ତନ୍ୟତା। ତୁମେ ଧାତୁର ତାର ନିଶ୍ଚୟ ଦେଖିଥିବ। ତୁମ ଘରେ ବିଦ୍ୟୁତ୍ ପରିବହନ କରୁଥିବା ତାରଗୁଡ଼ିକ ଧାତୁରେ ନିର୍ମିତ ହୋଇଥାଏ। ଯେତେବେଳେ ଜଣେ ବଣିଆ ଅଳଙ୍କାର ତିଆରି କରିବା ପାଇଁ ଗୋଟିଏ ଛିଦ୍ର ଦେଇ ସୁନା କିମ୍ବା ରୂପା ନେଇ ଟାଣିଥାଏ,
ସେତେବେଳେ ଏହି ଧାତୁର ତାର ପ୍ରସ୍ତୁତ ହୋଇଯାଏ। ତେଣୁ ଆମେ କହିପାରିବା ଯେ ତନ୍ୟତା ହେଉଛି ଧାତୁର ଗୋଟିଏ ଧର୍ମ।